ବିଜରାଗୁଡ଼ା ଗ୍ରାମ ଅଙ୍ଗନବାଡ଼ି ଗୃହ ଅର୍ଦ୍ଧନିର୍ମାଣ ଓ ସାହି ରାସ୍ତା କଲଭେଟ୍ ଭାଙ୍ଗି ଯାଇଛି। ଦୁଃଖ ଲାଘବ କେବେ? ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ପଞ୍ଚାୟତ ଅନ୍ତର୍ଗତ ବିଜରାଗୁଡ଼ା ଗ୍ରାମର ୱାର୍ଡ ନମ୍ବର 1 ଅଙ୍ଗନବାଡ଼ି କେନ୍ଦ୍ର 2 ବର୍ଷ ହେଲା ଅର୍ଦ୍ଧନିର୍ମାଣ ଏବଂ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି। ତାହା ସାଙ୍ଗକୁ ରାସ୍ତାର ଛୋଟ କଲଭେଟ୍ ପାର୍ଶ୍ୱ ଅଂଶ 2 ବର୍ଷ ହେଲା ଭାଙ୍ଗି ଯାଇଛି ଓ ତା ପାଖ ରାସ୍ତା ଉପରେ ଛୋଟ ନାଳ ଅଛି। ସାହି ବାସିନ୍ଦାଙ୍କୁ ଯିବା ଆସିବା ବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। କାହାକୁ ଗୁହାରି କଲେ ସୁଦ୍ଧା କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ବୃନ୍ଦ ଅଭିଯୋଗ କରିଛନ୍ତି। ସଭାମାଝୀ ସୁବର୍ଣ୍ଣ ହରିଜନ, ୱାର୍ଡ ମେମ୍ବର ନୀଲା ହରିଜନ, ନନ୍ଦାର ହରିଜନ, କୁମାରୀ ହରିଜନ, ନମିତା କନ୍ଧପାଣି ଗ୍ରାମର ୱାର୍ଡ ମେମ୍ବରକୁ ଅଙ୍ଗନବାଡ଼ି ଗୃହ ଓ କଲଭେଟ୍ ବିଷୟରେ ବୁଝିବାରୁ ସେ କହିଲେ, ଗ୍ରାମ ସଭାରେ ଅଭିଯୋଗ କରୁଛୁ, କାମ ହେବ ବୋଲି କେବଳ ପ୍ରତିଶ୍ରୁତି ହିଁ ମିଳୁଛି। ତେବେ କାମ କେବେ ହେବ ତାହା ଦେଖିବାକୁ ଅପେକ୍ଷା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ୟୁରୋ ହେଡ୍ କୃପାନିଧି ରାଉତଙ୍କ ରିପୋର୍ଟ, ଦ କଳିଙ୍ଗ ଏକ୍ସପ୍ରେସ।